ବର୍ତ୍ତମାନ ସମୟରେ ଆତ୍ମାହୁତି ଘଟଣା ଲୋକମାନଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ମାତ୍ର ଏହାର ବାସ୍ତବିକ ଅର୍ଥ କ'ଣ? ଆତ୍ମାହୁତି ମନୁଷ୍ୟ କାହିଁକି ଦିଏ? କେଉଁ ପରିସ୍ଥିତିରେ ଦେଇଥାଏ? ବାସ୍ତବିକ ବୁଝିବାକୁ ଗଲେ ମନୁଷ୍ୟ ଏହି ସଂସାରରେ ପରୀକ୍ଷା ଦେଇ ଗତି କରିଥାଏ। ନିଜ ଉପରେ କେବଳ ପରୀକ୍ଷା ହିଁ ଚାଲିଥାଏ ଏବଂ ସେ ସମାଧାନ ଖୋଜୁଥାଏ। ସେ ପରୀକ୍ଷା ମାଧ୍ୟମରେ ସେ ନିଜକୁ କଷ୍ଟ ଦେଇଥାଏ କିମ୍ବା ଅନ୍ୟକୁ ପୀଡ଼ା ଦେଇଥାଏ। ଅଧିକାଂଶ କ୍ଷେତ୍ରରେ ସେ ଅନ୍ୟକୁ ପୀଡ଼ା ଦେବାକୁ ଚେଷ୍ଟା କରିଥାଏ। ମାତ୍ର ଅନ୍ୟକୁ ପୀଡ଼ା ଦେଉ ଦେଉ ସେ ପୀଡ଼ା ନିଜ ଉପରକୁ ମଧ୍ୟ ଆସିଯାଏ। ତେଣୁ ଆତ୍ମହତ୍ୟା ଘଟଣାଟି ମଧ୍ୟ ଠିକ୍ ସେହିପରି। ତାହା ଅଗ୍ନି ଦ୍ୱାରା ଯଦି ଆତ୍ମହତ୍ୟା ହେଉଛି, ଆତ୍ମଦାହ ଭଳିଆ ଜିନିଷ, ତାହେଲେ ଏହା ଜାଣିବାକୁ ହେବ ଏହା ହେଉଛି ଏକ ଏକ୍ସଟ୍ରିମ୍ ଷ୍ଟେପ୍, ଗୋଟେ ଚରମ ପଦକ୍ଷେପ। ଏହି ପଦକ୍ଷେପ କେତେବେଳେ ନେବ ଜଣେ? ଯେତେବେଳେ ତା ପୂର୍ବରୁ ତା ମନରେ ସେହିପରିକା ଧାରଣା ଷ୍ଟ୍ରଙ୍ଗ ହେଇକି ଥିବ, ଦୃଢ଼ ହେଇକି ଥିବ। କେମିତି ଥିବ? ଅନ୍ୟ ଉପରେ ସେ ଜିନିଷଟାକୁ ସେ ଆପ୍ଲାଏ କରିଥିବ। ଯଦି କେହି ଅନ୍ୟକୁ ବର୍ତ୍ତମାନ ଅଗ୍ନିରେ ପୋଡ଼ି ଦେବାକୁ ଚେଷ୍ଟା କରୁଛି, ତାର ଅର୍ଥ ସେ ଭବିଷ୍ୟତରେ ନିଜେ ହିଁ ନିଜକୁ ଆତ୍ମହତ୍ୟା ବି କରିବ। ସମ୍ଭାବନା ବହୁତ ଅଛି। ଅନ୍ୟ କୌଣସି ଉପାୟରେ ମଧ୍ୟ ଆଟାକ୍ କଲେ ସେ ନିଜକୁ ନିଜେ ଆଟାକ୍ କରିବାର ମଧ୍ୟ, ଆକ୍ରମଣ କରିବାର ମଧ୍ୟ ସୁଯୋଗ ରହିଛି। କାରଣ ଲୋକ ବିଷ ବି ପିଇ ଦେଉଛି, ଲୋକ ନିଜ ବେକ କାଟି ଦେଉଛି, ନିଜ ଭେନ୍ କାଟି ଦେଉଛି, ବିଭିନ୍ନ ପ୍ରକାର ଜିନିଷ। ଘଟଣା ଘଟୁଛି କିପରି? କାହିଁକି ନା ତାର ମନ ନିଜେ ନିଜେ ପ୍ରତିକ୍ରିୟା ସୃଷ୍ଟି କରାଉଛି ନିଜ ଭିତରେ। ସେ ଲୋକ ଜାଣିପାରୁନି, ମନୁଷ୍ୟ ଜାଣିପାରିବନି ତା ଭିତରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି ହେବ, ସେ ପ୍ରତିକ୍ରିୟାକୁ ସେ ବୁଝିପାରିବନି। ସେ ବର୍ତ୍ତମାନ ପ୍ରତିହିଂସାରେ ପଡ଼ି, କ୍ରୋଧରେ ପଡ଼ି କ'ଣ କରିଦେଉଛି, କିନ୍ତୁ ତା ଭିତରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି ହେଉଛି, ଆଗକୁ ତାକୁ ତାରି ନିଜ ଉପରେ ବି ସେଇଟାକୁ ଆପ୍ଲାଏ କରିଦେବ। ସେ ଜାଣିପାରିବନି। ତେଣୁ ଏ ଘଟଣା ସବୁ ଏହିପରି ଭାବରେ ଘଟୁଛି, କିନ୍ତୁ ତାକୁ ମନୋବୈଜ୍ଞାନିକ ବିଶ୍ଳେଷଣ କରିକି ଦେଖିବା ପାଇଁ ସମୟ କାହା ପାଖରେ ଅଛି? ସମସ୍ତେ ଭାବୁଛନ୍ତି ସିଏ ମାରିଦେଲା, ଇଏ ମାରିଦେଲା, ଇଏ ହେଇଗଲା, ସିଏ ପୋଡ଼ିଦେଲା ନିଜକୁ, ବାସ୍ ଏତିକି ଭିତରେ ସମାଧାନ। ତାକୁ ପଇସା ମିଳିଯାଉ, ଟଙ୍କା ମିଳିଯାଉ, ଏଇଆ। କିନ୍ତୁ ବାସ୍ତବିକ ଜିନିଷଟି କ'ଣ, ତାକୁ ଠିକ୍ ଭାବରେ ବିଶ୍ଳେଷଣ କରି ଜାଣିବା ଅତ୍ୟନ୍ତ କଠିନ।